ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ବାଞ୍ଛନିଧି ମହାନ୍ତି 20 ଏପ୍ରିଲ 1897 ମସିହାରେ ଜନ୍ମଗ୍ରହଣ କରିଥିଲେ। 1915 ମସିହାରେ ସେ ନୀଳଗିରିର ବିଦ୍ୟାଳୟର ଇନ୍ସପେକ୍ଟର ଭାବରେ ନିଯୁକ୍ତ ହୋଇଥିଲେ। 1930 ମସିହାରେ ସେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ। ବାଞ୍ଛନିଧିଙ୍କ ଅନେକ ସାମାଜିକ କାର୍ଯ୍ୟ ତାଙ୍କୁ ଆଧୁନିକ ଓଡ଼ିଶାର ଇତିହାସରେ ତାଙ୍କ ନାମକୁ ଅମର କରି ଦେଇଛି। ସେ 19 ଏପ୍ରିଲ 1938 ମସିହାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରହୁଛି, ଦେଖା ହେବାକୁ ଭିଡ଼ିଓରେ। ନମସ୍କାର।